हाय पिलाମାନେ ମୁଁ ସୁଶ୍ରୀ ଶିକ୍ଷା ଶାଶ୍ୱତ ଚ୍ୟାନେଲକୁ ତୁମମାନଙ୍କୁ ସ୍ୱାଗତ ଆଶା କରେ ତୁମମାନେ ଭଲରେ ଥିବ। ବହୁତ ସାରା ଟପିକ ଆମେ ଅଲରେଡି ଆଲୋଚନା କରିସାରିଛୁ। ତ ଜର୍ଜିଆ ଗୀତିକା, ନାଥ ସାହିତ୍ୟ, ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟ, ରୀତି ଯୁଗର କିଛିଟା ଲଙ୍ଗ କ୍ୱେଶ୍ଚନ ଆଲୋଚନା କରିଛୁ। ତ ଓଡ଼ିଆ ସାହିତ୍ୟର ଏଇ ସବୁ ପ୍ରାଚୀନ ଜିନିଷ, ପଞ୍ଚସଖା ଯୁଗ ହଉ କିମ୍ବା ଆମର ରୀତି ଯୁଗ ହଉ କିମ୍ବା ସାରଳା ସାହିତ୍ୟ, ପ୍ରାକ୍ ସାରଳା, ଏସବୁ ଓଡ଼ିଆ ସାହିତ୍ୟର ଗୋଟେ ପ୍ରାଚୀନ ଯୁଗ। ଏପଟେ ହେଉଛି ଓଡ଼ିଆ ସାହିତ୍ୟର ପ୍ରାଚୀନ ଯୁଗ, ଆଉ ସେପଟ କହିବାକୁ ଗଲେ କ'ଣ ଓଡ଼ିଆ ସାହିତ୍ୟର ଆଧୁନିକ ଯୁଗ। ତ ସେ ଓଡ଼ିଆ ସାହିତ୍ୟର ଆଧୁନିକ ଯୁଗ ନବଜାଗରଣ ଯେତେବେଳେ ପୁରା ସମ୍ପୂର୍ଣ୍ଣ ରୂପେ ଓଡ଼ିଆ ସାହିତ୍ୟ ଚେଞ୍ଜ ହେଲା, ଓଡ଼ିଆ ସାହିତ୍ୟର ଚିନ୍ତା ଚେତନା ସବୁ କିଛି ଚେଞ୍ଜ ହେଇଗଲା, ତାର ଲେଖକ ମାନଙ୍କର ଲେଖିବା ଶୈଳୀ ଚେଞ୍ଜ ହେଲା, ଲେଖାର ଚିନ୍ତାଧାରା ଚେଞ୍ଜ ହେଇଗଲା, ସବୁ କିଛି ଯେତେବେଳେ ପରିବର୍ତ୍ତନ ହେଲା, ସେଇଟା ହଉଛି ନବଜାଗରଣ ଯୁଗ। ନବଜାଗରଣ ବା ନୂତନ ଜାଗରଣ ଯୋଉଠି ଆସିଛି, ନୂତନ ଚିନ୍ତାଧାରା ଗୋଟେ ଓଡ଼ିଆ ସାହିତ୍ୟକୁ ପ୍ରବେଶ କରିଛି। ତା ପୂର୍ବରୁ ଯେତିକି ସବୁ ଲେଖା ଗଲା, ସେ ପ୍ରାକ୍ ସାରଳା ହଉ, ସାରଳା ସାହିତ୍ୟ ହଉ, ମଧ୍ୟଯୁଗୀୟ ସାହିତ୍ୟ ହଉ, ବା ପଞ୍ଚସଖା ଯୁଗ ସାହିତ୍ୟ ହଉ, ରୀତି ଯୁଗ ହଉ, ଯାହା ଯାହା କିଛି ଲେଖାଗଲା ସେ ସବୁ କ'ଣ ତା ଭିତରେ ଭକ୍ତି ଭାବ କିଛି ରହିଥିଲା, କିମ୍ବା ନା ରୀତିଯୁଗୀୟ ସାହିତ୍ୟ ଯେପରି କ'ଣ ରହିଲା ନା ଭୋଗ ବିଳାସ ସମ୍ପର୍କରେ ସେ ରୀତିଯୁଗର ସାହିତ୍ୟଟା ଭରପୁର। ପଞ୍ଚସଖା ଯୁଗର ସାହିତ୍ୟ ରହିଲା ଭକ୍ତି ଭାବ ନେଇକି ସେ ସାହିତ୍ୟ, କି ପ୍ରାକ୍ ସାରଳା ସାହିତ୍ୟ ରହିଲା ସେମିତି ନୀତି ଶିକ୍ଷାମୂଳକ, ଯୋଉ କ୍ଲାସିକ ସାହିତ୍ୟ ଟାଇପର ଯୋଉ ରହିଲା ନୀତି ଶିକ୍ଷାମୂଳକ କିଛିଟା ଥିଲା, ପୌରାଣିକ କଥାକୁ ନେଇକି ସାରଳା ସାହିତ୍ୟ। ସେମିତି ଯୋଉ ରହିଲା କ'ଣ ନା ଜର୍ଜିଆ ଗୀତିକା, ନାଥ ସାହିତ୍ୟ ଧର୍ମଧାରାକୁ ନେଇକି ଇଏ କରିକି। କିନ୍ତୁ ଯେତେବେଳେ ଓଡ଼ିଆ ସାହିତ୍ୟରେ ନବଜାଗରଣ ଆସିଲା, ଓଡ଼ିଆ ସାହିତ୍ୟରେ ନୂତନତ୍ୱ ପ୍ରବେଶ କଲା, ଓଡ଼ିଆ ସାହିତ୍ୟ ସମ୍ପୂର୍ଣ୍ଣ ରୂପେ ମୋଡ଼ ଚେଞ୍ଜ ହେଲା, ମୋଡ଼ ପରିବର୍ତ୍ତନ ହେଲା। ସେ ସାହିତ୍ୟର ସମ୍ପୂର୍ଣ୍ଣ ରୂପେ ପରିବର୍ତ୍ତନ ହେଇକି କ'ଣ ହେଲା, ସେ ସମାଜର ଯାହା ଯାହା ଘଟୁଛି ସମାଜକୁ ନେଇକି ସାହିତ୍ୟ ରଚନା କରାଗଲା। ଓଡ଼ିଆ ସାହିତ୍ୟର ଯେତେବେଳେ ପୃଷ୍ଠଭୂମି ନବଜାଗରଣ ଯୋଉ ଆସିଲା ଓଡ଼ିଆ ସାହିତ୍ୟରେ, ସେ ଓଡ଼ିଆ ସାହିତ୍ୟର ନବଜାଗରଣ ମୁଖ୍ୟ ଉଦ୍ଦେଶ୍ୟ ରହିଲା କ'ଣ ନା ସମାଜରେ ଯାହା ଯାହା ଘଟୁଛି, ସମାଜରେ ନାରୀ ନିର୍ଯାତନା ହଉ, ସମାଜରେ ଶିକ୍ଷାକୁ ନେଇକି ଯାହା ବି ହଉ, ସମାଜରେ ଜାତି ପ୍ରଥା ହଉ, ଯାହା ବି ହଉ, ସମାଜରେ ଘଟୁଥିବା ପ୍ରତ୍ୟେକ ନିଚ୍ଛକ ପ୍ରତିଛବିଟାକୁ ଓଡ଼ିଆ ସାହିତ୍ୟ ତାର ନୂତନ ଯୁଗରେ ଦେଖେଇବାକୁ ଆରମ୍ଭ କଲା। ତ ନବଜାଗରଣ ପରବର୍ତ୍ତୀ ସାହିତ୍ୟ ଯାହା ବି ଲେଖାଯାଇଛି କେବଳ ସମାଜ ଅଭିମୁଖୀ, ସମାଜର ନିରାଟ ସତ୍ୟ ଘଟଣାକୁ କଳ୍ପନାର ରୂପ ଦେଇକି ଲେଖାଯାଇଛି। ତ ଏଇ ନବଜାଗରଣ ବା ନୂତନ ଚିନ୍ତାଧାରା ଆଣିବାରେ ଯୋଉମାନେ ସାହାଯ୍ୟ କରିଛନ୍ତି, ଯୋଉମାନେ ତାର ସାହାଯ୍ୟ ଯୋଉମାନେ କରିଛନ୍ତି, ସେଇମାନଙ୍କ ସମ୍ପର୍କରେ ଆଜି ଆମେ ଆଲୋଚନା କରିବା। ସେ ସାହାଯ୍ୟ କରିଥିବା ବା ତାକୁ ଏଇ ନୂତନତ୍ୱ ଆଣିବାରେ ଯିଏ ରହିଛି, ଫାର୍ଷ୍ଟ ହଉଛି ଇଂରାଜୀ ଶିକ୍ଷା। ପ୍ରଥମେ ଇଂରାଜୀ ଶିକ୍ଷା, ତାପରେ ରହିଛି ମୁଦ୍ରଣ ଯନ୍ତ୍ର କିପରି ପ୍ରତିଷ୍ଠା ହେଲା। ମୁଦ୍ରଣ ଯନ୍ତ୍ର ପରେ ମୁଦ୍ରଣ ଯନ୍ତ୍ର ଯେତେବେଳେ ହେଲା, ସେତେବେଳେ ନୂଆ ନୂଆ ଲେଖା ଆରମ୍ଭ ହେଲା, ନୂଆ ନୂଆ ପ୍ରିଣ୍ଟିଂ ପ୍ରେସ୍ ସବୁ ସେଥିରେ ପ୍ରିଣ୍ଟ ହେଇକି ବହି ବାହାରିଲା, ପତ୍ର ପତ୍ରିକା ବାହାରିଲା। ୟା ପୂର୍ବରୁ ନଥିଲା ପ୍ରିଣ୍ଟିଂ ପ୍ରେସ୍, ଇଏ ସବୁ ନଥିଲା। ତ ମୁଦ୍ରଣ ଯନ୍ତ୍ର ସେଟା ଗୋଟେ ପଏଣ୍ଟ ତମର ଅଛି ସେଟା। ଆଉ ଇଂରାଜୀ ଶିକ୍ଷା ଗୋଟେ ଅଛି, ଭାଷା ଆନ୍ଦୋଳନ ଗୋଟେ ଅଛି। ତମ ଲଙ୍ଗ କ୍ୱେଶ୍ଚନ ଯେତେବେଳେ ପଡିବ, ଏମିତି ଗୋଟେ ଜିନିଷକୁ ନେଇକି ପଡିବ। କ'ଣ ଓଡ଼ିଆ ସାହିତ୍ୟରେ ପୃଷ୍ଠଭୂମିରେ ନବଜାଗରଣରେ ଇଂରାଜୀ ଶିକ୍ଷାର ବିସ୍ତାର ସମ୍ପର୍କରେ ଆଲୋଚନା କର, ବା ମୁଦ୍ରଣ ଯନ୍ତ୍ର ସମ୍ପର୍କରେ ଆଲୋଚନା କର, ବା ଭାଷା ଆନ୍ଦୋଳନ ସମ୍ପର୍କରେ ଆଲୋଚନା କର, ବା ଗଙ୍ଗାଧର ମେହେରଙ୍କ ଯୋଉ ମହତ୍ୱ ଆଲୋଚନା କର। ଏମିତି ଜଣ ଜଣକୁ ନେଇକି ପଡିବ ହେଲା। ତ ଏତେ ସାରା ପଏଣ୍ଟ ଅଛି, ଗୋଟେ ଭିଡିଓରେ ବା ଗୋଟେ ଲଙ୍ଗ କ୍ୱେଶ୍ଚନ ତ ହବନି, ତାକୁ ଅଧା ହିଁ ତମକୁ ପଢେଇବାକୁ ପଡିବ। ଫାର୍ଷ୍ଟ ରହିଛି ଇଂରାଜୀ ଶିକ୍ଷାର ବିସ୍ତାର, ବୁଝିଗଲା। ନୂତନ ଯୁଗ ବା ନବଜାଗରଣର ମୂଳ ଜିନିଷ କ'ଣ ରହିଥିଲା ନା, ନବଜାଗରଣ ମୂଳ ଜିନିଷ ଥିଲା ପ୍ରାଚୀନ ସବୁ କିଛି ହଟେଇକି ନୂତନ ଚିନ୍ତାଧାରାକୁ ନେଇକି ସମାଜକୁ ନେଇକି ଲେଖା ଆରମ୍ଭ ହେଲା ସେବେଠାରୁ, ବୁଝିହେଲା। ତ ଦେଖ, ଫାର୍ଷ୍ଟ ଓଡ଼ିଆ ସାହିତ୍ୟ ଏକ ଦୀର୍ଘ ଐତିହାସିକ ପରମ୍ପରା ଧାରଣ କରିଥିବା ସାହିତ୍ୟ। ମଧ୍ୟଯୁଗର ଭକ୍ତି ସାହିତ୍ୟର ପରେ ଓଡ଼ିଆ ସାହିତ୍ୟ ଏକ ନୂତନ ମୋଡ଼ ନେଲା। ଏହି ମୋଡ଼କୁ ଆଧୁନିକ ଓଡ଼ିଆ ସାହିତ୍ୟ ବୋଲି ଅଭିହିତ କରାଯାଏ। ଓଡ଼ିଆ ସାହିତ୍ୟ ଇତିହାସରେ ଆଧୁନିକ ଯୁଗ ଓ ନବଜାଗରଣ କାଳ ପ୍ରାୟତଃ 1860 ଖ୍ରୀଷ୍ଟାବ୍ଦରୁ 1930 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ବୋଲି ଗ୍ରହଣ
କରାଯାଏ। ଏହାର ପୃଷ୍ଠଭୂମି ରୂପେ ଓଡ଼ିଆର ସାମାଜିକ, ରାଜନୈତିକ, ଆର୍ଥିକ ଓ ସାଂସ୍କୃତିକ ପରିବର୍ତ୍ତନ ସହିତ ଇଂରାଜୀ ଶିକ୍ଷାର ବିସ୍ତାର ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି। ତ ଏଇ ନବଜାଗରଣକୁ ଆଣିବା ଉଦ୍ଦେଶ୍ୟରେ କଣ ହେଇଛି ନା କୋଉମାନେ ତାର ପଶ୍ଚାତ ପଟରେ ଅଛନ୍ତି, କୋଉମାନେ ତାକୁ ନୂତନ ରାହା ଦେଖେଇଛନ୍ତି ନା ଇଂରାଜୀ ଶିକ୍ଷାର ବିସ୍ତାର, ଯୋଉ ମୁଦ୍ରଣ ଯନ୍ତ୍ର ପ୍ରତିଷ୍ଠା, ଓଡ଼ିଶାର ସାମାଜିକ, ରାଜନୈତିକ, ଆର୍ଥିକ ପରିବେଶ ଏସବୁ ନୂତନ ଧାରା ଆଣିବାର ତାକୁ ପଛରେ ସାହାଯ୍ୟ କରିଛନ୍ତି ଓଡ଼ିଆ ସାହିତ୍ୟକୁ। ବୁଝିହେଲା? ତ ଦେଖ, ଆଧୁନିକ ଓଡ଼ିଆ ସାହିତ୍ୟର ପୃଷ୍ଠଭୂମି। ଆଧୁନିକ ଓଡ଼ିଆ ସାହିତ୍ୟର ପୃଷ୍ଠଭୂମିକୁ ବୁଝିବା ପାଇଁ 19ତମ ଶତାବ୍ଦୀ ସାମାଜିକ ପରିବେଶକୁ ଅନୁସନ୍ଧାନ କରିବା ଆବଶ୍ୟକ। ଏହି ସମୟରେ ଓଡ଼ିଶା ବ୍ରିଟିଶ ଶାସନ ଅଧୀନରେ ଥିଲା। ବ୍ରିଟିଶ ଶାସନ ସହ ନୂତନ ପ୍ରଶାସନିକ ବ୍ୟବସ୍ଥା, ଶିକ୍ଷା ପ୍ରଣାଳୀ ଓ ପଶ୍ଚିମୀ ଚିନ୍ତାଧାରା ଓଡ଼ିଶାରେ ପ୍ରବେଶ କଲା। ପୂର୍ବରୁ ଓଡ଼ିଆ ସାହିତ୍ୟ ପ୍ରାୟତଃ ଧର୍ମ, ଭକ୍ତି, ପୌରାଣିକ କଥା ଓ ଆଦର୍ଶବାଦୀ ଭାବନାକୁ ନିର୍ଭର କରୁଥିଲା, କିନ୍ତୁ ନୂତନ ସମୟରେ ପ୍ରଭାବରେ ଲୋକଙ୍କର ଚିନ୍ତାଧାରା ପରିବର୍ତ୍ତନ ଆସିଲା। ସାହିତ୍ୟରେ ବ୍ୟକ୍ତିଗତ ଅନୁଭୂତି, ସାମାଜିକ ସମସ୍ୟା, ଦୁଃଖ, ଦାରିଦ୍ର୍ୟ, ନାରୀ ସ୍ଥିତି, ଜାତୀୟତାବାଦ ଓ ଯୁକ୍ତିବାଦୀ ଚିନ୍ତା ପ୍ରବେଶ କଲା। ଏହି ପରିବର୍ତ୍ତନ ଗୁଡ଼ିକ ଆଧୁନିକ ଓଡ଼ିଆ ସାହିତ୍ୟରେ ପୃଷ୍ଠଭୂମି ତିଆରି କଲା। ମୁଁ କହିକି ଗଲି ନା ପିଲାମାନେ, ଯେତେବେଳେ ପୂର୍ବ ସାହିତ୍ୟ ମାନେ ଲେଖା ଯାଉଥିଲା, ସେ ଚର୍ଯା ଗୀତିକା ହଉ, ନାଥ ସାହିତ୍ୟ ହଉ, ସେମାନେ କଣ ଥିଲେ ନା ଧର୍ମଧାରା ସମ୍ପର୍କରେ ଆଲୋଚନା କରାଯାଇଛି। ସାରଳ ସାହିତ୍ୟରେ ବି ସେମିତି ଧର୍ମଧାରା ରହିଛି, ପଞ୍ଚସଖା ସାହିତ୍ୟରେ ସେମିତି ଧର୍ମଧାରା ରହିଛି। ରୀତିଯୁଗ ସାହିତ୍ୟରେ କଣ ରହିଛି ନା ବିଳାସମୁଖୀ ରହିଛି, ପ୍ରଚୁର ବିଳାସ ତା ଭିତରେ ରହିଛି, ନାରୀର ବର୍ଣ୍ଣନା, ଏମିତି ସବୁ ପ୍ରେମ ପ୍ରଣୟ ବିଳାସ ତା ଭିତରେ ରହିଛି। କିନ୍ତୁ ତା ଭିତରୁ କୌଣସି ସାହିତ୍ୟରେ ସେ ସାମାଜିକ ଦୁର୍ଦ୍ଦଶା, ସମାଜର କଷ୍ଟକୁ, ସମାଜର ପ୍ରତିବିମ୍ବକୁ କୌଣସି ସାହିତ୍ୟ ଦେଖେଇ ନାହିଁ। ଯୋଉ ସାହିତ୍ୟରେ ବି ଅଛି ସାମାଜିକ ପରିବେଶ କିଛିଟା ତା ଭିତରେ ଅଛି, କିନ୍ତୁ ଏତେ ଦୁର୍ଦ୍ଦଶା ସେତେବେଳେ ସାମାଜିକ ସାହିତ୍ୟକୁ ମାନେ ସମାଜକୁ ସାହିତ୍ୟରେ ସମାଜକୁ ଜମା ବି ଦର୍ଶା ଯାଉନଥିଲା। ସମାଜରେ ଏତେ ସାରା ଆଜି ଯୋଉ ପରିସ୍ଥିତି ସମାଜରେ, ଆଗରୁ ବି ସେମ୍ ପରିସ୍ଥିତି ଥିଲା। ହଁ, କିଛିଟା କମ୍ ଥିବ, କିନ୍ତୁ ସେମ୍ ଦୁର୍ଦ୍ଦଶା ଥିଲା। ଆଗରୁ ଲୋକମାନେ ଖାଇବାକୁ ପାଉନଥିଲେ, ଆଗରୁ ବି ବହୁତ ଖରାପ ପରିସ୍ଥିତିରେ ରହୁଥିଲେ। ଏବେ ହୁଏତ ଲୋକମାନେ କେହି ଉପାସ ରହୁନାହାନ୍ତି, ଖାଇବାକୁ ପାଉଛନ୍ତି କିଛିଟା, କିନ୍ତୁ ଆଗରୁ ତ ଆହୁରି ଦୁର୍ଦ୍ଦଶା ଥିଲା। କିନ୍ତୁ ଏତେ ସବୁ ଦୁର୍ଦ୍ଦଶାକୁ କେବେ କୋଉ ସାହିତ୍ୟରେ ସେତେବେଳେ ବର୍ଣ୍ଣନା କରାଯାଉ ନଥିଲା। କିନ୍ତୁ ଯେତେବେଳେ ନୂତନତ୍ୱ ଆସିଲା, ନବଜାଗରଣ ଆସିଲା, ନୂତନ ସାହିତ୍ୟ, ନୂତନ ଚିନ୍ତାଧାରା ପଶିଲା, ସେତେବେଳେ ସେ ସାହିତ୍ୟରେ ଦୁଃଖୀ ରଙ୍କୀଙ୍କର ଦରିଦ୍ର, ନାରୀର ସ୍ଥିତି, ଜାତୀୟତାବାଦ, ଯୁକ୍ତି, ମାନବ ଜୀବନର ପ୍ରତ୍ୟେକଟି ଘଟଣା, ଅଘଟଣ ସବୁ କିଛିକୁ ନିଛକ ଭାବରେ, ବାସ୍ତବ ଭାବରେ ବର୍ଣ୍ଣନା କରାଗଲା। ତ ସେତେବେଳେ ଓଡ଼ିଆ ସାହିତ୍ୟରେ ନୂତନ ଧାରା ଜାଗ୍ରତ ହେଲା। ସେ ଜାଗ୍ରତ କରିବା ପାଇଁ ତା ପଛରେ ଯୋଉମାନେ ରହିଥିଲେ, ପଶ୍ଚାତ ପଟରେ ଯୋଉମାନେ ରହିଥିଲେ, ତା ଭିତରୁ କଣ ଗୋଟେ ନା ଇଂରାଜୀ ଶିକ୍ଷାର ବିସ୍ତାର, ତା ଭିତରୁ ମୁଦ୍ରଣ ଯନ୍ତ୍ର ଆସିବ, ତା ଭିତରୁ ସେଇ ସମୟର ତତ୍କାଳୀନ ଓଡ଼ିଶାର ସାମାଜିକ, ରାଜନୈତିକ ପରିବେଶ ବି ରହିଛନ୍ତି, ଆଉ ଭାଷା ଆନ୍ଦୋଳନ ବି ରହିଛି, ଏମିତି ବହୁତ ସାରା ରହିଛି। ହେଲା, ତ ଇଂରେଜ ମାନେ ସେତେବେଳେ ଆସିକି ଯେତେବେଳେ ଓଡ଼ିଶା ପ୍ରବେଶ କଲେ, ତ ଯେହେତୁ ସେମାନେ ସମ୍ପୂର୍ଣ୍ଣ ରୂପେ ଆମ ଓଡ଼ିଶାକୁ କରକବଳିତ କରିଥିଲେ, ତ ତାଙ୍କର ଚିନ୍ତାଧାରା ଅନୁସାରେ ଆମ ଓଡ଼ିଶା ଚାଲୁଥିଲା। ତାଙ୍କର ଶିକ୍ଷାଦାନ ପ୍ରଣାଳୀ, ତାଙ୍କର ଶିକ୍ଷା ପ୍ରଣାଳୀ, ତାଙ୍କର ପୁସ୍ତକ, ତାଙ୍କର ଚିନ୍ତାଧାରା ସବୁ କିଛି ଆମ ଉପରେ ପ୍ରଭାବ ପକେଇଥିଲା। ତ ସେଇ ଇଂରାଜୀ ଶିକ୍ଷାର ପ୍ରଭାବ ଫଳରେ ବି କିଛିଟା ନବଜାଗରଣ ଆସିଛି। ତ ସେ ଇଂରାଜୀ ଶିକ୍ଷା ଆମ ନବଜାଗରଣ କଣ ସାହାଯ୍ୟ କରିଛି, ଆମେ ସେଇଟା ଆଜି ପଢୁଛେ। ଓଡ଼ିଆ ନବଜାଗରଣର ଅର୍ଥ ଓ ସ୍ୱରୂପ। ନବଜାଗରଣ ଅର୍ଥ ହେଉଛି ଜାଗୃତି, ନୂତନ ଚେତନା ଓ ଚିନ୍ତାଧାରାର ଉଦୟ। ଓଡ଼ିଆ ନବଜାଗରଣ ମାନେ ହେଉଛି ସମାଜ, ସାହିତ୍ୟ ଓ ସଂସ୍କୃତିରେ ନୂତନ ବୁଦ୍ଧିବାଦୀ ଓ ମାନବତାବାଦୀ ଚିନ୍ତାର ପ୍ରବେଶ। ଏହାର ପ୍ରଭାବରେ ଲୋକମାନେ ଅନ୍ଧଶ୍ରଦ୍ଧା, କୁସଂସ୍କାର ଓ ପୁରାଣ ରୂଢ଼ିବାଦୀ ଧାରଣାକୁ ପ୍ରଶ୍ନ କରିବାକୁ ଶିଖିଲେ। ଇଂରାଜୀ ଶିକ୍ଷାର ପ୍ରବେଶ ଓ ବିସ୍ତାର। ବ୍ରିଟିଶ ଶାସନ କାଳରେ ଓଡ଼ିଶାରେ ଇଂରାଜୀ ଶିକ୍ଷାର ପ୍ରବେଶ ହେଲା। 1835 ମସିହାରେ ମାକଲେଙ୍କ ଶିକ୍ଷାନୀତି ଅନୁସାରେ ଭାରତରେ ଇଂରାଜୀ ଶିକ୍ଷାକୁ ପ୍ରାଧାନ୍ୟ ଦିଆଗଲା। ଏହାର ପରିଣାମ ସ୍ୱରୂପ ଓଡ଼ିଶାରେ ଇଂରାଜୀ ସ୍କୁଲ, କଲେଜ ଓ ଶିକ୍ଷା ପ୍ରତିଷ୍ଠାନ ସ୍ଥାପିତ ହେଲା। ପିଲାମାନେ ଏଇ ଯୋଉ ନୋଟଟି
ନୋଟ୍ର PDF ଟା ବହୁତ ସିମ୍ପଲରେ ଲେଖା ହେଇଛି, ତମେ ବୁଝିପାରିବ। ବୁକ୍ସରେ ବହୁତ ସାରା ମାନେ ଡେସ୍କ୍ରାଇବ୍ କରି ଲେଖା ହେଇଛି ନା, ପଢ଼ିବାକୁ ଟିକେ କନଫ୍ୟୁଜ୍ ହେବ, ବଟ୍ ଏଇ ନୋଟ୍ରେ ତମମାନଙ୍କୁ ନିହାତି ହେଲ୍ପଫୁଲ୍ ମିଳିବ। ଚ୍ୟାନେଲରେ ନୂଆ ଥିଲେ ନିହାତି ଜଏନ୍ ହେଇଯିବ, କାହିଁକି ନା ଏମିତି ବହୁତ ସାରା ଟପିକ୍ ଆମେ କମ୍ପ୍ଲିଟ୍ କରିବା, ତାର ଲଙ୍ଗ୍ କ୍ୱେଶ୍ଚନ୍ ସର୍ଟ କ୍ୱେଶ୍ଚନ୍ PDF ଆଣିବା, ତ ତମମାନଙ୍କ ପାଇଁ ନିହାତି ହେଲ୍ପଫୁଲ୍ ହେବ। ଆଉ ବାକି ପରବର୍ତ୍ତୀ କୋଉ ଭିଡ଼ିଓ ତମମାନଙ୍କୁ ଦରକାର, କୋଉ ଟପିକ୍ରେ ଆଉ ଲଙ୍ଗ୍ କ୍ୱେଶ୍ଚନ୍ ଆଣିବା ଦରକାର, କି କୋଉ ଟପିକ୍ରେ କ'ଣ ଭିଡ଼ିଓ ହେବା ଦରକାର, ତମେ ନିହାତି କମେଣ୍ଟ ସେକ୍ସନରେ ମୋତେ କମେଣ୍ଟ କରିକି ଜଣାଇ ପାରିବ, ଠିକ୍ ଅଛି। ତ ଇଂରାଜୀ ଶିକ୍ଷା ଦ୍ୱାରା ଓଡ଼ିଆ ଯୁବମାନେ ପଶ୍ଚିମୀ ସାହିତ୍ୟ ଦର୍ଶନ, ବିଜ୍ଞାନ ଓ ରାଜନୈତିକ ଚିନ୍ତାଧାରା ସହିତ ପରିଚିତ ହେଲେ। ଏହା ତାଙ୍କ ମନେ ଯୁକ୍ତିବାଦ, ମାନବତାର, ସ୍ୱାଧୀନତାର ଓ ସମତାର ଭାବନାକୁ ଜାଗ୍ରତ କଲା। ଏହା ତାଙ୍କ ମନରେ, ପିଲାମାନେ ଏଟା ମନରେ ରୁହ ଟିକେ, ଏହା ତାଙ୍କ ମନରେ ଯୁକ୍ତିବାଦ, ମାନବତାବାଦ, ସ୍ୱାଧୀନତା, ସମତାବାଦ ଭାବକୁ ଜାଗ୍ରତ କଲା। ଇଂରାଜୀ ଶିକ୍ଷାର ବିସ୍ତାରରେ ଇଂରେଜ ମାନଙ୍କର ଭୂମିକା। ଏଇ ଇଂରାଜୀ ଶିକ୍ଷାର ବିସ୍ତାରରେ ନିହାତି ଇଂରାଜୀ ଶିକ୍ଷାର କଥା ଉଠିଛି, ମାନେ ଇଂରାଜୀ ଯୋଉମାନଙ୍କର ଇଂରାଜୀ ମାତୃଭାଷା ସେଇମାନଙ୍କର କିଛିଟା ତ ଅବଦାନ ରହିଥିବ ନା ନାହିଁ। ତ କ'ଣ ଇଂରେଜ ମାନଙ୍କର କ'ଣ ଭୂମିକା ଦେଖ। ଆଧୁନିକ ଓଡ଼ିଆ ସାହିତ୍ୟର ପୃଷ୍ଠଭୂମି ଓ ନବଜାଗରଣରେ ଇଂରାଜୀ ଶିକ୍ଷାର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲା। ଏହାର ପ୍ରସାର ପାଇଁ କିଛି ଇଂରେଜ ଶାସକ ଓ ଶିକ୍ଷାବିତ୍ଙ୍କର ଅବଦାନ ଉଲ୍ଲେଖଯୋଗ୍ୟ। ଦେଖ, ଇମ୍ପୋର୍ଟାଣ୍ଟ କଥା, ଲର୍ଡ ମାକ୍ଲେ 1835 ମସିହାରେ ମାକ୍ଲେ ମିନିଟ୍ ଦ୍ୱାରା ଭାରତରେ ଇଂରାଜୀ ଶିକ୍ଷାର ଭିତ୍ତି ସୃଷ୍ଟି ହୋଇଥିଲା। ଏହା ଫଳରେ ପଶ୍ଚିମାତ୍ୟ ଜ୍ଞାନ, ବିଜ୍ଞାନ ଓ ପାଶ୍ଚାତ୍ୟ ବିଜ୍ଞାନ ଓ ସାହିତ୍ୟ ଓଡ଼ିଶାରେ ପ୍ରବେଶ କଲା। ଓଡ଼ିଆ ଲେଖକମାନେ ଆଧୁନିକ ଚିନ୍ତାଧାରାରେ ପ୍ରଭାବିତ ହେଲେ। ତାଙ୍କର ଲେଖା ପଢ଼ିକି ଓଡ଼ିଆର ଯେଉଁମାନେ ଲେଖକ ଅଛନ୍ତି ସେମାନେ ବି ଆଧୁନିକ ଚେତନାରେ ପ୍ରଭାବିତ ହେଲେ। କେମିତି ନାରୀ ଶିକ୍ଷା ପାଇବ, କେମିତି ନାରୀ ଅଗ୍ରଗତି କରିବ, କେମିତି ସମାଜ ଶିକ୍ଷିତ ହେବ, ଶିକ୍ଷାକୁ ସେମାନେ ବେଶୀ ଗୁରୁତ୍ୱ ଦେଲେ। ଜଣେ ଶିକ୍ଷିତ ହେଲେ ସବୁ କିଛି ନ୍ୟାୟ ଅନ୍ୟାୟ ସମ୍ପର୍କରେ ଜ୍ଞାନ ପାଇପାରିବ, ନିଜର ଅଧିକାର ସମ୍ପର୍କରେ ସ୍ୱର ଉତ୍ତୋଳନ କରିପାରିବ। ତ ପ୍ରଥମେ ହେଉଛି ଶିକ୍ଷାର ଅଗ୍ରଗତି ଦରକାର ବୋଲି ଆମ ଲେଖକମାନେ ବୁଝିପାରିଲେ, ଆମର ସମାଜରେ କିଛିଟା ଲୋକ ବୁଝିପାରିଲେ। ଲର୍ଡ ବେଣ୍ଟିଂ ମାକ୍ଲେଙ୍କ ଶିକ୍ଷାନୀତିକୁ କାର୍ଯ୍ୟ ରୂପ ଦେଇଥିଲେ। ଇଂରାଜୀ ମାଧ୍ୟମରେ ଶିକ୍ଷାକୁ ସରକାରୀ ସମର୍ଥନ ମିଳିଥିଲା। ନେକ୍ସଟ, ଖ୍ରୀଷ୍ଟୀୟ ମିଶନାରୀ। ଇଂରେଜ ମିଶନାରୀ ମାନେ ଓଡ଼ିଶାରେ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ଛାପାଖାନା ସ୍ଥାପନ କଲେ। ଏ ସମ୍ପର୍କରେ ଆଉ ଗୋଟେ ଭିଡ଼ିଓ ଅଲଗା ଆଣିବା, ମିଶନାରୀ ମାନଙ୍କ ସମ୍ପର୍କରେ। ଇଂରାଜୀ ସାହିତ୍ୟ ଓଡ଼ିଆ ଭାଷାର ପାଠ୍ୟପୁସ୍ତକ ତିଆରି ହେଲା। ମାନେ ଇଂରାଜୀ ସାହିତ୍ୟ ମାନେ ଇଂରାଜୀ ଚିନ୍ତାଧାରା, ଇଂରାଜୀ ବିଷୟବସ୍ତୁ ରହିଥାଏ, କିନ୍ତୁ ଓଡ଼ିଆ ଭାଷାରେ ତାକୁ ଟ୍ରାନ୍ସଲେଟ୍ କରିକି ଆମ ପାଠ୍ୟପୁସ୍ତକ ହିସାବରେ ଆମକୁ ପଢ଼ାଗଲା। ଗଦ୍ୟ ସାହିତ୍ୟର ବିକାଶରେ ଏହାର ଏକ ବଡ଼ ଅବଦାନ ରହିଛି। ଇଂରେଜ ଶାସନ ଓ ଆଧୁନିକ ଶିକ୍ଷା ପ୍ରଣାଳୀ। ଇଂରେଜ ଶାସନ କାଳରେ ଆଧୁନିକ ଶିକ୍ଷା ପ୍ରଣାଳୀ, ପରୀକ୍ଷା ପଦ୍ଧତି ଓ ପାଠ୍ୟକ୍ରମ ଆସିଲା। ପରୀକ୍ଷା ପଦ୍ଧତି କେମିତି ରହିବ, ସିଲାବସ୍ କେମିତି ରହିବ, ପାଠ୍ୟ ପ୍ରଣାଳୀ କେମିତି ରହିବ, କୋଉ କ୍ଲାସରେ କୋଉ ବିଷୟ ପଢ଼ାଯିବ, ସବୁ ସେତେବେଳେ ଇଂରେଜ ମାନଙ୍କ ସମୟରେ ସେ ସବୁ ନୂତନ ଭାବରେ ଆସିଲା। ଏହା ଓଡ଼ିଆ ସମାଜରେ ବୁଦ୍ଧିଜୀବୀ ଶ୍ରେଣୀ ସୃଷ୍ଟି କଲା। ଏହି ବୁଦ୍ଧିଜୀବୀ ମାନେ ନବଜାଗରଣ ନେତୃତ୍ୱ ନେଲେ। ବୁଝିହେଲା? ତାହେଲେ ଇଂରେଜ ଶିକ୍ଷା କେତେ ବଡ଼ ପ୍ରଭାବ ପକେଇଛି ଆମ ନୂତନତ୍ୱ, ଆମ ନବଜାଗରଣ ଆଣିବା ପାଇଁ। ଇଂରାଜୀ ଶିକ୍ଷା ଓ ଓଡ଼ିଆ ସାହିତ୍ୟ ସମ୍ପର୍କ। ଇଂରାଜୀ ଶିକ୍ଷାର ବିସ୍ତାର ଓଡ଼ିଆ ସାହିତ୍ୟର ରୂପ, ବିଷୟ ଓ ଶୈଳୀରେ ମୂଳଗତ ପରିବର୍ତ୍ତନ ଆଣିଲା। ପଶ୍ଚିମୀ ସାହିତ୍ୟର ପ୍ରଭାବରେ ଓଡ଼ିଆ ସାହିତ୍ୟରେ ନୂତନ ଗଦ୍ୟ ଶୈଳୀ, ନୂତନ କବିତା ରୂପ ଓ ଆଧୁନିକ ନାଟକର ଉଦୟ ହେଲା। ଇଂରାଜୀ ଶିକ୍ଷା ପ୍ରାପ୍ତ ଲେଖକମାନେ ଜୀବନକୁ ବାସ୍ତବ ଦୃଷ୍ଟିକୋଣକୁ ଦେଖିଲେ। ସାହିତ୍ୟରେ ଆଦର୍ଶବାଦ ଠାରୁ ବାସ୍ତବବାଦର ପ୍ରବେଶ କଲା। ସାମାଜିକ ଅନ୍ୟାୟ, ଶୋଷଣ, ନାରୀ ଅଧିକାର, ଦାରିଦ୍ର୍ୟ ଇତ୍ୟାଦି ବିଷୟ ସାହିତ୍ୟର ମୂଳ ଥିମ୍ ହେଲା। ପୂର୍ବରୁ କଳ୍ପନା ଥିଲା ସାହିତ୍ୟରେ, ଲେଖକ ତାଙ୍କ ନିଜସ୍ୱ କଳ୍ପନାରେ ରଚନା କରୁଥିଲେ। ମନୋରଞ୍ଜନ ଧର୍ମୀ ରହୁଥିଲା, ଧର୍ମଧାରା ବିଷୟରେ ଲେଖା ଯାଉଥିଲା, ଭୋଗବିଳାସ, ପ୍ରେମ, ପ୍ରଣୟ ଥିଲା, ରାଜକୁମାର ରାଜକୁମାରୀ ମାନଙ୍କ ସମ୍ପର୍କରେ ଲେଖା ଯାଉଥିଲା, ଭଗବାନଙ୍କ ସମ୍ପର୍କରେ ଲେଖା ହଉଥିଲା। କିନ୍ତୁ ଏଇ ଯୁଗର ସାହିତ୍ୟରେ କ'ଣ ହେଲା ନା, ସାଧାରଣ ଖଟିଖିଆ ମୂଲିଆ ମାନଙ୍କ ସମ୍ପର୍କରେ ଆଲୋଚନା ହେଲା। ପ୍ରଥମ ଥର ପାଇଁ ଓଡ଼ିଆ ସାହିତ୍ୟରେ ଏକ ବିଶେଷ ଧାରା ଆସିଲା କି ସାଧାରଣ ଖଟିଖିଆ ବର୍ଗ ଲୋକମାନେ ଏଇ ସାହିତ୍ୟର ହେଲେ ରାଜା।
ପୂର୍ବ ସାହିତ୍ୟ ମାନଙ୍କରେ ଖଟିଖିଆ ବର୍ଗ କଥା କୋଉଠି କେବେ ବି ଆଲୋଚନା କରାଯାଇ ନଥିଲା। ସେମାନେ ପ୍ରତ୍ୟେକ ସାହିତ୍ୟରେ ପ୍ରଚ୍ଛଦ ପଟରେ ରହୁଥିଲେ। ସେମାନଙ୍କର ସାହିତ୍ୟରେ କୌଣସି ସ୍ଥାନ ଦିଆଯାଇ ନଥିଲା। କେବେ କେହି ସାହିତ୍ୟରେ ସେମାନଙ୍କୁ ଜାଗା ଦେଇ ନଥିଲେ। ଏଇ ନୂତନ ଧାରାରେ ଏଇ ନବଜାଗରଣ ଫଳରେ ଏଇ ନୂତନ ସାହିତ୍ୟ ଆସିବା ଫଳରେ କଣ ହେଲା ନା ଏଇ ସାଧାରଣ ଖଟିଖିଆ ବର୍ଗ ମୂଲିଆ ମାନଙ୍କର କି ଯୋଉମାନେ କଣ ନା ଯୋଉମାନେ ଖାଇବାକୁ ପାଉନାହାନ୍ତି, ଶୋଷଣ ହଉଛନ୍ତି, ନାରୀ ଅଧିକାର, ଦରିଦ୍ର ଏମିତି ସବୁକୁ ନେଇକି ଓଡିଆ ସାହିତ୍ୟ ଜୀବିତ ହୋଇ ଉଠିଲା, ବଳିଷ୍ଠ ହୋଇ ଉଠିଲା। ସମସ୍ତେ ଜାଣିବାକୁ ପାଇଲେ କି ଆମ ସମାଜରେ କଣ ହଉଛି, ସମାଜରେ କିଏ କଣ କଷ୍ଟ ପାଉଛି ନାହିଁ, ସମସ୍ତଙ୍କ କଥା ସମସ୍ତେ ବୁଝିବା ପାଇଁ ସକ୍ଷମ ହେଲେ। ଲେଖା ମାଧ୍ୟମରେ ଏଇ ସବୁ ଆଲୋଚନା କରାଗଲା। ବୁଝି ହେଲା ପିଲାମାନେ? ଓଡିଆ ନବଜାଗରଣରେ ଇଂରାଜୀ ଶିକ୍ଷାର ଭୂମିକା। ଇଂରାଜୀ ଶିକ୍ଷା ଓଡିଆ ନବଜାଗରଣ ମୂଳ ଭିତ୍ତି ଭାବେ କାମ କଲା। ଏହା ଲୋକମାନଙ୍କୁ ନୂତନ ଚିନ୍ତାଧାରା, ସ୍ୱାଧୀନ ମତ ଓ ବିଶ୍ୱ ସୃଷ୍ଟିକୋଣ ଦେଲା। ଶିକ୍ଷିତ ବର୍ଗ ମଧ୍ୟରେ ଜାତୀୟତାବାଦ, ସାମାଜିକ ସୁଧାର ଓ ସ୍ୱାଧୀନ ଆନ୍ଦୋଳନ ପ୍ରତି ସଚେତନତା ବଢିଲା। ଏହା ସାହିତ୍ୟକୁ କେବଳ ଆନନ୍ଦ ଉପାଦାନ ନୁହେଁ ବରଂ ସମାଜ ପରିବର୍ତ୍ତନ ଏକ ଶକ୍ତିଶାଳୀ ମାଧ୍ୟମ କରିଦେଲା। ଦେଖ ନିଷ୍କର୍ଷ ବା କନକ୍ଲୁଜନ। ସାର କଥା, ଆଧୁନିକ ଓଡିଆ ସାହିତ୍ୟର ପୃଷ୍ଠଭୂମି ଓଡିଶାର ସାମାଜିକ ସାଂସ୍କୃତିକ ପରିବର୍ତ୍ତନ ସହ ଗଭୀର ଭାବେ ସମ୍ପୃକ୍ତ। ଏହି ପରିବର୍ତ୍ତନର ମୁଖ୍ୟ ଆଧାର ଥିଲା ଇଂରାଜୀ ଶିକ୍ଷାର ବିସ୍ତାର। ଇଂରାଜୀ ଶିକ୍ଷା ଓଡିଆ ସାହିତ୍ୟକୁ ନୂତନ ଦିଗ, ନୂତନ ଚେତନା ଓ ବିଶ୍ୱ ଦୃଷ୍ଟିକୋଣ ଦେଇ ଏହାକୁ ଆଧୁନିକ ଯୁଗ ସହ ଗଠିତ କରିଛି। ତେଣୁ କୁହାଯାଇପାରେ ଯେ ଇଂରାଜୀ ଶିକ୍ଷା ନଥାନ୍ତେ ତେବେ ଓଡିଆ ନବଜାଗରଣ ଓ ଆଧୁନିକ ଓଡିଆ ସାହିତ୍ୟ ଏଭଳି ରୂପ ନେଇପାରି ନଥାନ୍ତା। ହେଲା, ଇଂରାଜୀ ମାନେ ପ୍ରଥମରୁ ସେମାନେ କଣ ଥିଲେ, ଆମ ଭଳିଆ ଆମେ ଯେମିତି ନାରୀ ଶିକ୍ଷାକୁ ସେତେବେଳେ କେବେ ନାରୀ ପାଠ ପଢିବ ସେ ସବୁ ଆମେ କେବେ ଭାବିଥିଲୁ ନା, ଆଜି ଯାଏ ବି ଭାବି ନଥାନ୍ତୁ। ବଟ ସେମାନେ ତାଙ୍କର ସେମାନଙ୍କ ଦେଶର ଚିନ୍ତାଧାରାକୁ ସେମାନଙ୍କୁ ଆଣିକି ଆମ ଦେଶର ଚିନ୍ତାଧାରା ସାଙ୍ଗରେ ମିଶାଇକି ବିଭିନ୍ନ ବହି ଲେଖିଲେ, ବହି ଛାପିଲେ, ଆମେ ମାନେ ତାଙ୍କ ବହିକୁ ପଢିଲୁ, ଆମ ଲେଖକ ମାନେ ପଢିଲେ, କି ସେଇଟା ବୁଦ୍ଧିଜୀବୀ ପଢିଲେ, ଓଡିଆ ଭାଷାରେ ଟ୍ରାନ୍ସଲେଟ କରାଗଲା। ତ ସେମାନେ ଜାଣିବାକୁ ପାଇଲେ କି ସେଠିକା ଦେଶ ଏତେ ଉନ୍ନତି କାହିଁକି, ସେଠିକା ଦେଶ କାହିଁକି ଉନ୍ନତ, ନା ନାରୀ ଶିକ୍ଷା, ଧନୀ ଗରିବ ଆଉ ଯୋଉ କୁସଂସ୍କାର ସେଠି ସବୁ ନାହିଁ, ସେଥିପାଇଁ ସେମାନେ ଏତେ ଅଗ୍ରଗତି କରିଛନ୍ତି। ତାକୁ ପଢିକି ଆମେ ମାନେ ବି ସେୟା କରିବାକୁ ବାହାରିଲୁ। ତ ଆସ୍ତେ ଆସ୍ତେ ନୂତନ ଚେତନା ଆସିଲା। ଆମେ ମାନେ ସମାଜକୁ ସୁଧାର କରିବା ପାଇଁ ଚେଷ୍ଟା କଲୁ, ସମାଜକୁ ଆଗକୁ ନବା ପାଇଁ ଚେଷ୍ଟା କଲୁ। ଆମ ମତ ସ୍ୱାଧୀନ ହେଲା, ସ୍ୱାଧୀନ ଭାବରେ ମତ ଦେଲୁ। ଏମିତି ଇଂରାଜୀ ଶିକ୍ଷା ଯେ ବହୁତ ବଡ ଭୂମିକା ଗ୍ରହଣ କରିଛି ଓଡିଆ ନବଜାଗରଣରେ, ତାହା ଏଥିରେ ତାକୁ କୋଉଥିରେ ବି ଏକ୍ସପ୍ଲେନ କରିହବ ନାହିଁ। ଇଂରାଜୀ ଶିକ୍ଷା ଏତେ ବଡ ଅବଦାନ ରହିଛି। ଆଶା କରେ ପିଲାମାନେ ଭିଡିଓଟା ନିଶ୍ଚୟ ବୁଝିପାରିଥିବ। ବାକି ନିହାତି ଭଲ ଲାଗିଥିଲେ ଗୋଟେ ଲାଇକ୍, ସେୟାର, ସବସ୍କ୍ରାଇବ କରିଦବ, ଯେମିତି କି ମତେ ମୋଟିଭେଟ ମିଳିବ। ଠିକ ଅଛି, ପରବର୍ତ୍ତୀ ଭିଡିଓରେ ଆଲୋଚନା କରିବା ନେକ୍ସଟ ଟପିକ ସମ୍ପର୍କରେ, ମୁଦ୍ରଣ ଯନ୍ତ୍ର କିମ୍ବା ଅନ୍ୟାନ୍ୟ କିଛି ବି ଟପିକ ରହୁଛି। ଧନ୍ୟବାଦ। ଜୟ ଜଗନ୍ନାଥ।